ଜୟ ମା ଦୁର୍ଗା। ଏହି ଶ୍ରାବଣରେ ମା ଦୁର୍ଗା ଆପଣମାନଙ୍କର ସମସ୍ତ ମନସ୍କାମନାକୁ ପୂରଣ କରନ୍ତୁ। ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ଆପଣମାନଙ୍କୁ ଆମର ଏହି ଚ୍ୟାନେଲ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆପଣଙ୍କ ଜୀବନରେ ଧନର ସମସ୍ୟା ଲାଗି ରହିଛି କି? କରଜରୁ ମୁକ୍ତି ପାଇବା ପାଇଁ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣମାନେ ମୁକ୍ତି ପାଇପାରୁନାହାନ୍ତି। ବେପାର ବାଣିଜ୍ୟରେ ଉନ୍ନତି ହେଉନାହିଁ। ଚାକିରି ପାଇଁ ଆପଣ ବହୁତ ଚିନ୍ତିତ ଅଛନ୍ତି କି? ଆପଣଙ୍କ ଜୀବନରେ ଗୋଟେ ସୁନ୍ଦର ଘରଟିଏ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ତାହା ସମ୍ଭବ ହେଉନାହିଁ। ତେବେ ଆଜିର ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେ ନବରାତ୍ରିର ଏହି 9 ଦିନ ମଧ୍ୟରେ କେଉଁ ଜିନିଷକୁ ଆପଣ ଆପଣଙ୍କ ଘରକୁ ଆଣିବା ଦ୍ୱାରା ଆପଣଙ୍କର ଯେତେ ବି ମନସ୍କାମନା ଅଛି ତାହା ତୁରନ୍ତ ପୂରଣ ହୋଇଥାଏ। ହଁ ଦର୍ଶକ ବନ୍ଧୁ, ଏହି ନବରାତ୍ରି ଅକ୍ଟୋବର 3 ତାରିଖରୁ ଆରମ୍ଭ ହୋଇସାରିଛି। ଏହି ନବରାତ୍ରିରେ ଯେଉଁ ବ୍ୟକ୍ତି ପୂଜା ପାଠ କରିଥାନ୍ତି, ବ୍ରତ ଉପବାସ ଆଦି କରିଥାନ୍ତି, ତାଙ୍କର ସମସ୍ତ ମନସ୍କାମନା ତୁରନ୍ତ ପୂରଣ ହୋଇଥାଏ। ଏହି 9 ଦିନ ପର୍ଯ୍ୟନ୍ତ ମା ଦୁର୍ଗା ଏହି ପୃଥିବୀକୁ ଓହ୍ଲାଇ ଆସିଥାନ୍ତି ନିଜର ଭକ୍ତମାନଙ୍କର ସମସ୍ତ ଇଚ୍ଛା ଓ ମନସ୍କାମନାକୁ ପୂରଣ କରିଥାନ୍ତି। ତ ଆପଣମାନେ ଏହି ନବରାତ୍ରିରେ ଆପଣଙ୍କ ଘରକୁ ନେଇ ଆସନ୍ତୁ ଏହି ଗୁପ୍ତ ଜିନିଷ ଗୁଡ଼ିକ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ତୁରନ୍ତ ଦୂର ହୋଇଯିବ। ନବରାତ୍ରିରେ ଏମିତି ଶକ୍ତି ଅଛି, ଆଉ ଏହି ନବରାତ୍ରିରେ ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ଆପଣଙ୍କ ଘରକୁ ଆଣିବା ଦ୍ୱାରା ମା ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଥାନ୍ତି। ଖାଲି ସେତିକି ନୁହେଁ, ଭକ୍ତମାନଙ୍କର ସମସ୍ତ ମନସ୍କାମନାକୁ ମଧ୍ୟ ପୂର୍ଣ୍ଣ କରିଥାନ୍ତି। ତେବେ ଆସନ୍ତୁ ଜାଣିବା କ'ଣ ସେହି ଗୁପ୍ତ ଜିନିଷ। ଗୁପ୍ତ ଜିନିଷଟିକୁ ଜାଣିବା ପୂର୍ବରୁ ଆପଣଙ୍କୁ ମୋର ଅନୁରୋଧ, ଭିଡ଼ିଓଟିକୁ ଶେଷ ଯାଏଁ ନିହାତି ଦେଖନ୍ତୁ ଏବଂ ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିବ ତେବେ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହ ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଥିବେ ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଏହା ସହ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର ମଧ୍ୟ କରନ୍ତୁ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି ଗୁପ୍ତ ଜିନିଷ। ଆପଣମାନେ ଯଦି ଧନଜନିତ କଷ୍ଟରୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଏହି ଶାରଦୀୟ ନବରାତ୍ରିର 9 ଦିନ ଭିତରେ କୌଣସି ବି ଦିନ, ରୂପା ହେଉ କିମ୍ବା ଚାନ୍ଦିର ହେଉ, ଯେକୌଣସି ଧାତୁର ହେଲେ ବି ଚଳିବ, ମୂର୍ତ୍ତିଟିଏ ହେଉ କିମ୍ବା ଚାନ୍ଦିର କଏନ୍ ହେଉ କିମ୍ବା ଚାନ୍ଦିର ଠାକୁରଙ୍କର ବାସନକୁସନ ହେଉ, ଯଦି ଆପଣ ଏହି ନବରାତ୍ରିରେ କୌଣସି ବି ଦିନ ମାଙ୍କୁ ସମର୍ପିତ କରନ୍ତୁ। ହଁ, ମନେ ରଖିବେ, ଆପଣମାନେ ଯାହା ବି ଚାନ୍ଦିର ସାମଗ୍ରୀ ମାଙ୍କୁ ଅର୍ପିତ କରିବେ, ସେହି ସାମଗ୍ରୀକୁ ଆପଣ ଏକ ଲାଲ ରଙ୍ଗର ସାଲୁ କପଡ଼ାରେ ଗୁଡ଼ାଇକି ଅର୍ପଣ କରିବେ। ମନେ ରଖନ୍ତୁ, ଖାଲି କେବେ ବି ମାଙ୍କୁ ଅର୍ପଣ କରିବେନି। ଧ୍ୟାନ ଦେବେ, ମାଙ୍କୁ ଖାଲି ସାମଗ୍ରୀ ଅର୍ପିତ କରିବେ ନାହିଁ। ଦଶମୀ ଦିନ ବା ଦଶହରା ଦିନ ଆପଣ ଅର୍ପିତ କରିଥିବା ଚାନ୍ଦିର ସାମଗ୍ରୀକୁ ମାଙ୍କ ପାଖରୁ ଆଣି ଆପଣଙ୍କର ଧନ ରଖୁଥିବା ଜାଗାରେ ରଖିଦେବେ। ଦେଖିବେ ଚତୁର୍ଦିଗରୁ ଆପଣଙ୍କର ଧନ ଆସିବା ଆରମ୍ଭ ହୋଇଯିବ। ଆପଣମାନେ କେବେ ବି ଆଉ ଧନଜନିତ ସମସ୍ୟା ଭୋଗିବେ ନାହିଁ। ସମସ୍ତେ ସମସ୍ତଙ୍କ ଜୀବନରେ ଗୋଟେ ସୁନ୍ଦର ଘରଟିଏ କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି। ତେଣୁକରି ଆପଣ ଯଦି ଘର ପ୍ରାପ୍ତି କରିବାକୁ ଚାହୁଁଛନ୍ତି ବା ଇଚ୍ଛା ରଖୁଛନ୍ତି, ଆପଣଙ୍କର ସ୍ୱପ୍ନ ଯେ ଆପଣ ବି ଆପଣଙ୍କ ଜୀବନରେ ଗୋଟିଏ ସୁନ୍ଦର ଘର କିମ୍ବା କୋଠାଟିଏ ବନାଇବା ପାଇଁ, କିନ୍ତୁ ତାହା ସମ୍ଭବ ହେଉନାହିଁ। ତେବେ ଆପଣମାନେ ଏଥିପାଇଁ ଅଧିକ ଚିନ୍ତା ନ କରି ଏହି ନବରାତ୍ରିର କୌଣସି ବି ଦିନ ଦୋକାନରେ ବିକ୍ରି ହେଉଥିବା ଘରଟିଏ କିଣିକି ଆଣନ୍ତୁ ଏବଂ ମାତା ଦୁର୍ଗାଙ୍କୁ ସେହି ଘରଟିକୁ ସମର୍ପିତ କରିଦିଅନ୍ତୁ। ଦେଖିବେ ମାଙ୍କ ଆଶୀର୍ବାଦରୁ ଆପଣଙ୍କର ସ୍ୱପ୍ନ, ଆପଣଙ୍କର ଇଚ୍ଛା ତୁରନ୍ତ ପୂରଣ ହେବାକୁ ଲାଗିବ। ଦେଖିବେ ଆପଣଙ୍କ ପାଖରେ ଗୋଟେ ସୁନ୍ଦର ଘରଟିଏ ତୋଳିବାକୁ ଚତୁର୍ଦିଗରୁ ଆପଣଙ୍କୁ ଆଶୀର୍ବାଦ ବର୍ଷା ହେବ। ଚାକିରିରେ ଉନ୍ନତି ଚାହୁଁଥିବା ବ୍ୟକ୍ତି
ବା ଚାକିରିରେ ପ୍ରମୋସନ ଚାହୁଁଥିବା ବ୍ୟକ୍ତି 3ଟି ନଡ଼ିଆ ମା ଦୁର୍ଗାଙ୍କ ମନ୍ଦିରରେ ନବରାତ୍ରି ଦିନ ମାଙ୍କ ପାଖରେ ଅର୍ପିତ କରିବା ଦ୍ୱାରା ଆପଣଙ୍କ ଚାକିରି କ୍ଷେତ୍ରରେ ସମସ୍ତ ମନସ୍କାମନା ମାତା ଦୁର୍ଗା ପୂରଣ କରିଥାନ୍ତି। ତେବେ ଚିନ୍ତା ନ କରି ମାଙ୍କ ପାଖରେ 3ଟି ନଡ଼ିଆ ନେଇ ମାଙ୍କ ପାଖରେ ଚଢ଼ାନ୍ତୁ। ଆପଣମାନେ ଏହି ନବରାତ୍ରିରେ 9 ଦିନର କୌଣସି ବି ଦିନ ଆପଣମାନେ 16 ଶୃଙ୍ଗାର କିଣିକି ମାତା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ମାନ୍ୟତା ରହିଛି କି ଯଦି ଆପଣମାନେ ଏହି ନବରାତ୍ରିର 9 ଦିନର କୌଣସି ବି ଦିନ ଯଦି ଆପଣମାନେ 16 ଶୃଙ୍ଗାର ମାଙ୍କୁ ଚଢ଼ାନ୍ତି ବା ଅର୍ପଣ କରନ୍ତି, ତେବେ ଆପଣଙ୍କ ପାରିବାରିକ ଅଶାନ୍ତି ତୁରନ୍ତ ଦୂର କରିଥାନ୍ତି ମାତା ଦୁର୍ଗା। ଏହା ସହ ଯଦି ଆପଣଙ୍କ ଜୀବନରେ କୋର୍ଟ କଚେରୀ ମାମଲା ଲାଗି ରହିଛି କିମ୍ବା ବାଦ ବିବାଦରେ ଆପଣ ଘାଣ୍ଟି ହେଉଛନ୍ତି, ତେବେ 16 ଶୃଙ୍ଗାର ମାତା ଦୁର୍ଗାଙ୍କୁ ଚଢ଼ାନ୍ତୁ। ଦେଖିବେ ଗୋଟିଏ ଚୁଟକିରେ ମା ଆପଣଙ୍କର କିପରି ଏସବୁକୁ ଦୂର କରୁଛନ୍ତି। ଆପଣଙ୍କ ପିଲାର ପାଠପଢ଼ାରେ ମନ ଲାଗୁନାହିଁ କି? ପାଠପଢ଼ାରେ ପିଲା ଆପଣଙ୍କର ଆଦୌ ଇଚ୍ଛୁକ ହେଉନାହିଁ? ତେବେ ସେଥିପାଇଁ ଏହି ନବରାତ୍ରିରେ ଗୋଟିଏ ମୟୂର ପୁଙ୍ଖ ଆଣି ଆପଣଙ୍କ ଘରେ ସ୍ଥାପନା କରନ୍ତୁ। ଦେଖିବେ ଆପଣଙ୍କ ପିଲାର ବା ଆପଣଙ୍କ ଘରେ ଯେଉଁ ବି ବ୍ୟକ୍ତି ବିଦ୍ୟାର୍ଥୀ ଥିବେ ତାଙ୍କ ପାଠପଢ଼ାରେ କେମିତି ଉନ୍ନତି ଆସିବ। ଖାଲି ସେତିକି ନୁହେଁ, ଆପଣଙ୍କ ଘରେ ଏହି ନବରାତ୍ରିରେ ମୟୂର ପୁଙ୍ଖ ଆଣି ଆପଣଙ୍କ ଘରେ ସ୍ଥାପନ କରୁଛନ୍ତି, ତେବେ ଏହି ମୟୂର ପୁଙ୍ଖ ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଶକ୍ତିକୁ ବାହାର କରି ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ସଞ୍ଚାର କରିଥାଏ ଏବଂ ଆପଣଙ୍କ ଘରର ଯେତେ ବି ବାସ୍ତୁ ଦୋଷ ଅଛି ସେହି ବାସ୍ତୁ ଦୋଷକୁ ମଧ୍ୟ ଏହି ମୟୂର ପୁଙ୍ଖ ଦୂର କରିଥାଏ। ତେବେ ଏହି ନବରାତ୍ରି ସମୟରେ ଆପଣମାନେ ନିହାତି ମୟୂର ପୁଙ୍ଖ ଆଣି ଆପଣଙ୍କ ଘରେ ସ୍ଥାପନା କରନ୍ତୁ। ଏହି ନବରାତ୍ରିରେ ଆପଣମାନେ ଏକ ଚାନ୍ଦିର କଇଁଛ ଆଣି ଆପଣଙ୍କ ଘରେ ସ୍ଥାପନା କରନ୍ତୁ। ଦେଖିବେ ଆପଣଙ୍କ ଘର ସୁଖ, ଶାନ୍ତି, ଧନ ବୃଦ୍ଧି ପାଇବାକୁ ଲାଗିବ। ଆପଣମାନେ ଶତ୍ରୁ ପୀଡ଼ା ଭୋଗୁଛନ୍ତି କି? ଆପଣଙ୍କ ଶତ୍ରୁ ଆପଣଙ୍କୁ ବାରମ୍ବାର ପରିଶାନୀ କରୁଛନ୍ତି? ତେବେ ଆପଣ ଏହି ନବରାତ୍ରିର ଯେକୌଣସି ବି ଦିନ ଗୋଟିଏ ତ୍ରିଶୂଳଟିଏ କିଣିକି ଆପଣଙ୍କ ଘରକୁ ଆଣନ୍ତୁ। ଦେଖିବେ ଆପଣଙ୍କର ଶତ୍ରୁ ପୀଡ଼ା ତୁରନ୍ତ ଦୂର ହୋଇଯିବ। ଆପଣଙ୍କ ଶତ୍ରୁର ବିନାଶ ହୋଇଯିବ। ମାତା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଆଜିର ଏହି ଭିଡ଼ିଓରେ କେତୋଟି ଉପାୟ ଆମେ ଆପଣମାନଙ୍କୁ କହିଲୁ। କିନ୍ତୁ ଏହି ନବରାତ୍ରିର 9 ଦିନ ମଧ୍ୟରୁ କୌଣସି ବି ଗୋଟିଏ ଦିନ ଆପଣ ଯେଉଁ ବି ଉପାୟ କରିବେ ତାହା ପୁରା ଭକ୍ତିର ଏବଂ ବିଶ୍ୱାସର ସହ କରନ୍ତୁ। ଦେଖିବେ ଆପଣଙ୍କୁ ତୁରନ୍ତ ଫଳପ୍ରାପ୍ତି ହେବ। ଆପଣଙ୍କର ଯାହା ବି ମନସ୍କାମନା ଅଛି ମାତା ଦୁର୍ଗା ସେହି ମନସ୍କାମନାକୁ ତୁରନ୍ତ ପୂରଣ କରିବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ଦୁର୍ଗା ଅବଶ୍ୟ ଲେଖନ୍ତୁ। ଆଜି ପାଇଁ ରହିଲି। ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।